ମୁଁ ଶରତ ଚନ୍ଦ୍ରକର ଅବସରପ୍ରାପ୍ତ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର। ବ୍ରାହ୍ମଣ ସଦାବେଳେ ହିଁ ବ୍ରାହ୍ମଣ, ସେମାନଙ୍କର ସ୍ୱଧର୍ମେ ନିଧନ ସହ ପରଧର୍ମ ଭୟାବହ। ଆମେ ନିଜ ଧର୍ମକୁ ସଦାବେଳେ ରକ୍ଷା କରିବା ଉଚିତ। ଏମିତି ଲୋଭର ବ୍ରାହ୍ମଣ କେବେ ଲୋଭର ବଶବର୍ତ୍ତୀ ହେବା ଉଚିତ ନୁହେଁ, ଯୋଉଟାକି ଆମେ ପରଶୁରାମଙ୍କଠୁ ଶିଖିବା। ଭଗବାନ ପରଶୁରାମ ସେ ହେଉଛନ୍ତି ଶକ୍ତି ଆଉ ସାହସୀ ଏବଂ ସେ ନ୍ୟାୟର ପ୍ରତୀକ। ଆମେ ଆମ ନିଜକୁ ନ୍ୟାୟ ଦେଇପାବା ପାଇଁ ଆମେ କେବେ ହେଲେ ସେ ଜିନିଷ କରିବା ଉଚିତ ନୁହେଁ। ତେଣୁ ଆମେ ଆମକୁ ସଂଯତ କରିବା ଦରକାର। ବ୍ରାହ୍ମଣ ହେଇକରି ଆମେ ସମାଜରେ ତିଷ୍ଠି ରହିବା ଏବଂ ବ୍ରାହ୍ମଣ ସମସ୍ତଙ୍କୁ ସଂସାରକୁ ଯେଉଁ ତାର ଦିଗ୍ଦର୍ଶନ ଦେବା କଥା ତାହା ହିଁ ଦେବ। ବ୍ରାହ୍ମଣ ସଦା ସମସ୍ତେ ଜ୍ଞାନ ବାଣ୍ଟେ। ସେମାନେ ତ ବ୍ରାହ୍ମଣ ତ ସଦାବେଳେ ହେଇ ଦରିଦ୍ର ହେଇକି ସବୁ ଦାନ କରିଦିଅନ୍ତି ସବୁ, ସେମାନେ ତ ନିଜ ପାଇଁ ଏମିତି କିଛି କରିପାରନ୍ତି ନାହିଁ। ଆଉ ଏମିତି ତ ସେଇଟା ପରଶୁରାମଙ୍କଠୁ ଆମେ ହିଁ ଶିଖୁଛେ। ସେ ଚାହିଁଥିଲେ ସେ ଏତେ ବଡ଼ ପରାକ୍ରମୀ ହେଇକରି ମଧ୍ୟ ସେ ସବୁ ରାଜ୍ୟ ନିଜେ ରଖିପାରି ନାହାନ୍ତି, ସେ ସବୁ ଦାନ କରିଦେଇକି ପଳେଇଥିଲେ ମହର୍ଷିଙ୍କି। ତେଣୁ ସେତେବେଳେ ତ ସେ ଚାହିଁଥିଲେ ପୁରା ଭାରତ ବର୍ଷର ରଜା ହେଇକି ରହିପାରିଥାନ୍ତେ, କିନ୍ତୁ ସେ ତ୍ୟାଗୀ। ତେଣୁ ବ୍ରାହ୍ମଣ ମାନେ ସଦାବେଳେ ତ୍ୟାଗୀ ହେବା ଉଚିତ। ସେ ସଦାବେଳେ ତ୍ୟାଗରେ ହେଇକି ସେ ରହିଅଛନ୍ତି, ସେମାନେ ସେଥିପାଇଁ ଗରିବ ହେଇକି ରହିଛନ୍ତି ଆଉ। ମୁଁ ପରମେଶ୍ୱର ମିଶ୍ର, ସମ୍ପାଦକ ଓଡ଼ିଶା ବ୍ରାହ୍ମଣ ମହାସଂଘ ଭୁବନେଶ୍ୱର ଶାଖା। ସେ ବ୍ରାହ୍ମଣ ମାନେ କେବେ ଭାବିଥାନ୍ତି ଯେ କିଏ ସେ ନୀଚ କିଏ ଉଚ୍ଚ। ଆଉ ସମାଜ ଯୁଗେ ଯୁଗେ ବ୍ରାହ୍ମଣ ମାନଙ୍କୁ ଉଚ୍ଚ ବର୍ଣ୍ଣର ବୋଲି ଭାବିଛନ୍ତି ଏବଂ ସେଇ ପୂଜ୍ୟ ପୂଜା ତାଙ୍କୁ ଦଉଥିଲେ, ଯାହାଫଳରେ କି ସେ ସମାଜକୁ ଠିକ ବାଟରେ ପରିଚାଳିତ କରିବାରେ ବ୍ରାହ୍ମଣ ମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ବ୍ରାହ୍ମଣ ମାନେ ଆଜି ସମାଜରେ ବହୁତ ନେଗ୍ଲେକ୍ଟେଡ ହେଇକି ଅଛନ୍ତି, ଅବହେଳିତ ଅବସ୍ଥାରେ ଅଛନ୍ତି। ଏମାନଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବହୁତ ଖରାପ ହେଇଯାଉଛି ଦିନକୁ ଦିନ। ଯେ ଏଥିପାଇଁ ଆମର ସରକାର ବହୁ ମାତ୍ରାରେ ଦାୟୀ। କାହିଁକି ନା ଆମେ ଏଠି ମିଶନାରୀ ସ୍କୁଲ ଶହ ଶହ ମିଶନାରୀ ସ୍କୁଲ ଖୋଲା ହେଉଛି, ମାନେ କିନ୍ତୁ ଯେଉଁ ବ୍ରାହ୍ମଣ ମାନଙ୍କର ଯେଉଁ ଆମର କର୍ମକାଣ୍ଡ ବିଦ୍ୟାଳୟ ଖୋଲିବା, ସେମାନଙ୍କୁ ବୈଦିକ ଶିକ୍ଷା ଦେବା, ଯେ ଭଲ ବୈଦିକ ବ୍ରାହ୍ମଣ ସୃଷ୍ଟି କରିବା, ଯାହାଫଳରେ କି ପ୍ରତ୍ୟେକ ପରିବାରରେ ଯେଉଁ ଶୁଭ କାର୍ଯ୍ୟ କରାହେଉଛି ବା ଅଶୁଭ କାର୍ଯ୍ୟ ଯାହା ସବୁ ହେଉଛି, ଯେତେ ଆପଣଙ୍କର ଜଣେ ମରିଗଲେ ଆମେ ଯେଉଁ କରୁଛନ୍ତି, ଆମର ଯାହା ସବୁ ସଂସ୍କାର କାର୍ଯ୍ୟକ୍ରମ ଅଛି, ତାହା ଆମେ ସମସ୍ତେ ଖୋଜୁଛନ୍ତି ଭଲ ବ୍ରାହ୍ମଣ, କିନ୍ତୁ କେହି ଚିନ୍ତା କରୁନାହାନ୍ତି ଯେ ଭଲ ବ୍ରାହ୍ମଣ ସୃଷ୍ଟି ହେବେ କେମିତି। ଆମେ ପୂଜା କରିବା ପାଇଁ ମନ୍ଦିରକୁ ଯାଉଛନ୍ତି, ଆମେ କମେଣ୍ଟ କରୁଛନ୍ତି ଏ ନନା କିଛି ଜାଣିନି, କିନ୍ତୁ ସେ ନନା କେମିତି ଜାଣିବେ କେମିତି? ଆମେ ତ ମାନେ ସେମିତି ଶିକ୍ଷା ଦେବା ପାଇଁ ଆମେ ଯଦି ଗୋଟେ ଆମ ପିଲାକୁ ପାଠ ପଢ଼େଇକି କେମିତି ଗୋଟେ ଭଲ ମଣିଷ କରିବା, ଭଲ ପାଠ ପଢ଼େଇବା ପାଇଁ ଆମେ ଚାହୁଁଛନ୍ତି। ତେଣୁ ବ୍ରାହ୍ମଣ ଯଦି ଜଣେ ଗୋଟେ ଭଲ କର୍ମକାଣ୍ଡ ବିଦ୍ୟାଳୟ ନ ରହିବ, ସେ